ଦେବର ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ ବ୍ୟକ୍ତିଗତ ଭାବରେ କାହିଁକିନା ମୋର ତାଙ୍କ ସହିତ ସମ୍ପର୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ପାରିବାରିକ ଥିଲା ଆଉ ମୁଁ ତାଙ୍କୁ ଯେତେବେଳେ କଂଗ୍ରେସରେ ମୁଁ ଏଠି 1995-96 ବର୍ଷରେ କଂଗ୍ରେସ ସଂଗଠନ ଆମେ ଲଢ଼ୁଥିଲୁ ସେ ଗୋଟେ ସୈନିକ ହିସାବରେ ସେତେବେଳେ ଲଢ଼ୁଥିଲା ତାପରେ ସେ ଜିଲ୍ଲା ସଭାପତି ହିସାବରେ ବହୁତ ମାନେ ପ୍ରଚଣ୍ଡ ସଂଗଠକ କହିପାରନ୍ତି ଯେତେବେଳେ ଆମେ ଜିଲ୍ଲା ସଭାପତି ଖୋଜିବାକୁ ଚାହିଁଲୁ ତାଙ୍କୁ ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦିଆଗଲା କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଗଠନକୁ ସେ ମଜବୁତ କରିଥିଲେ ଏବଂ ସେ ଗୋଟେ ନିର୍ଭୀକ ନିଷ୍ଠାପର ସଂଗଠକ ଏବଂ ତାଙ୍କର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଯାହା ଚାହିଁବେ ସେଟାକୁ ସେ ସମ୍ପୂର୍ଣ୍ଣ କରିବେ ନିର୍ବାଚନ ମଣ୍ଡଳୀର ବିଧାୟକ ହିସାବରେ ଲୋକମାନଙ୍କ ସହିତ ସମ୍ପର୍କ ଅତୁଳନୀୟ ସମ୍ପର୍କ ସବୁବେଳେ ସେ ବୁଝିଥିଲେ ଯେ ରାଜନୀତି କରିବାକୁ ହେଲେ ଲୋକ ସମ୍ପର୍କ ସବୁଠାରୁ ଅଧିକ ସେ ବୋଧେ ଅଧିକ ଲୋକ ସମ୍ପର୍କ ସବୁବେଳେ ରଖୁଥିଲେ ଏବଂ ଯେଉଁଠି ଯେଉଁ କାର୍ଯ୍ୟ ଯେତେବେଳେ ଦିଆଯାଇଛି କଂଗ୍ରେସ ଦଳ ତରଫରୁ ସେତେବେଳେ ସେ ସଠିକ୍ ଭାବରେ ନିଷ୍ଠାର ସହିତ ଦୃଢ଼ତାର ସହିତ ସେ ତାକୁ ତୁଲେଇଛନ୍ତି ଏବଂ ସମ୍ପୂର୍ଣ୍ଣ ମଧ୍ୟ କରିଛନ୍ତି ଖାଲି ସେତିକି ନୁହଁ ଲୋକମାନଙ୍କୁ ସାହାଯ୍ୟ କରିବାରେ ଗାଁ ଗଣ୍ଡାରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ତାଙ୍କର ହୃଦୟ ମଧ୍ୟ ବହୁତ ବଡ଼ ଥିଲା ଏବଂ ଏତେ ଶୀଘ୍ର ସେ ଚାଲିଛି ଇଏ କେବେ କଳ୍ପନା ବି ମୁଁ କରିପାରିବି ମୁଁ ବି କଳ୍ପନା କରିପାରୁନଥିଲି ମୋ ସହିତ ତ ବହୁତ ସ୍ମୃତି ଅଛି ସେ ଯେତେବେଳେ ଜିଲ୍ଲା କଂଗ୍ରେସ ବିଲ୍ଡିଂ କରିବା ପାଇଁ ଚାହିଁଲେ କେନ୍ଦ୍ରାପଡ଼ାରେ ଜମିର ଡିସ୍ପ୍ୟୁଟ୍ ଥିଲା ସେତେବେଳେ ଭାଗବତ ଥାନ୍ତି ମନ୍ତ୍ରୀ ତାଙ୍କ ଭିତରେ ଡିଫେନ୍ସ ହେଲା ସେ ମୋତେ ଆସିକି କହିଲେ ମୁଁ ତାଙ୍କୁ ଡାକିକି ଏବଂ ଭାଗବତଙ୍କୁ ଡାକିକି ତାକୁ ସମାଧାନ କରି ଦେଲା ପରେ ସେ ବିଲ୍ଡିଂ ତିଆରି ହେଲା ସେ ବିଲ୍ଡିଂ ତିଆରି କରିବା ପାଇଁ ତାଙ୍କ ଭିତରେ ଲଢ଼େଇ ହେଲା କିନ୍ତୁ ଶେଷରେ ସେ ଜମି କଂଗ୍ରେସକୁ ଆସିଲା ଭାଗବତ ଏବଂ ଦେବେନ୍ଦ୍ର ବାବୁ ମିଶି ପୁଣି ସେ ବିଲ୍ଡିଂ କଲେ ଏବଂ କଲେ ଏବଂ ବିଲ୍ଡିଂ ଏପର୍ଯ୍ୟନ୍ତ ଆଜି ଯେଉଁଟା ଜିଲ୍ଲା କଂଗ୍ରେସ ବିଲ୍ଡିଂ ଦେଖୁଛନ୍ତି କେନ୍ଦ୍ରାପଡ଼ାରେ ସେ ହେଉଛି ଦେବ ଶର୍ମାଙ୍କର ଅବଦାନ ତେଣୁ ମୋ କହିବା କଥା ସେ ଜଣେ ନିର୍ଭୀକ ନିଷ୍ଠାପର ଏବଂ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱ ଦାୟିତ୍ୱ ତାକୁ ରେସ୍ପନ୍ସିବିଲିଟି ଦେବେ ଦାୟିତ୍ୱ ଦେବେ ଏଇ କାର୍ଯ୍ୟ କରିବାକୁ ସେ ନିଶ୍ଚିତ ଭାବରେ କାମ କରିବ ଓ ନିଷ୍ଠାର ସହିତ କରିବ ଆଉ ତାଙ୍କୁ ସମ୍ପୂର୍ଣ୍ଣ ମଧ୍ୟ କରିବ ସଫଳ ମଧ୍ୟ କରିବ ଆଉ କଂଗ୍ରେସ ଦଳର କାର୍ଯ୍ୟ କରିବା ପାଇଁ ନିର୍ବାଚନ ପରିଚାଳନା କରିବା ପାଇଁ ଯେଉଁଠିକି ପଠାଯାଇଛି ସବୁଥିରେ କୃତ କାର୍ଯ୍ୟ ସଫଳ ହୋଇଛନ୍ତି ତେଣୁ ସେ ଅତୁଳନୀୟ ତାଙ୍କର ବିୟୋଗରେ କଂଗ୍ରେସ ଦଳ ନିହାତି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ସଂଗଠନକୁ ହରାଇଲା ସେଥିପାଇଁ ଆଉ ବ୍ୟକ୍ତିଗତ ଭାବରେ ମୁଁ ତାଙ୍କ ସହିତ ଯେହେତୁ ଜଡ଼ିତ ମୁଁ ବ୍ୟକ୍ତିଗତ ଭାବରେ ମର୍ମାହତ ଭଗବାନ ତାଙ୍କର ଆତ୍ମାକୁ ସଦ୍ଗତି କରନ୍ତୁ ମୁଁ ବିଶ୍ୱାସ ତାଙ୍କର ଯେଭଳି କର୍ମ ଭଗବାନ ନିଶ୍ଚୟ ତାଙ୍କ ଭିତରେ ସ୍ଥାନ ଦେବେ ଏବଂ ତାଙ୍କ ପରିବାର ଏହିସବୁ ସମୟରେ ଯେଉଁ କଷ୍ଟ ଭୋଗୁଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଶକ୍ତି ଦେବେ ତାଙ୍କର ଦେହାନ୍ତରେ ତାକୁ କିଭଳି ଭାବରେ ସହ୍ୟ କରିବେ ଆଉ ଆଗକୁ ବଢ଼ିବେ ଏବଂ ସେ ପରିବାରକୁ ମଧ୍ୟ ସେଇଭଳି ଗଠନ କରିଛନ୍ତି ଇଏ ନୁହେଁ ଯେ ପରିବାର ଗଠନ କରିନାହାନ୍ତି ପରିବାରକୁ ଯେମିତି ଗଠନ କରିଛନ୍ତି ସମାଜରେ ମଧ୍ୟ ତାଙ୍କର ପ୍ରତିଷ୍ଠା ସେମିତି ପ୍ରମାଣ କରିଛନ୍ତି ସେ ସମ୍ପୂର୍ଣ୍ଣ ମଣିଷ ଥିଲେ ସମ୍ପୂର୍ଣ୍ଣ ସଂଗଠକ ଥିଲେ ସମ୍ପୂର୍ଣ୍ଣ ସମାଜସେବୀ ଥିଲେ ତେଣୁ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ଏବଂ ମୁଁ ନିଜେ ବ୍ୟକ୍ତିଗତ ଭାବରେ